ମୁକ୍ତି ଶାଲିନୀଙ୍କ ହାତକୁ ମୋଡ଼ିକି କହୁଛନ୍ତି, ବଡ଼ ଲୋକମାନେ କଥା ହେଲା ବେଳେ ଷ୍ଟାଣ୍ଡାର୍ଡ ନଥିବା ଲୋକମାନେ କଥା କୁହନ୍ତିନି। ଏତିକି ତୁ ଜାଣିନୁ? ଅଣ୍ଡରଷ୍ଟାଣ୍ଡ? ୟୁ ବେଟର ଅଣ୍ଡରଷ୍ଟାଣ୍ଡ। ସେଇ ଟାଇମ୍ରେ ମୁକ୍ତି ନାତାଶାକୁ କହୁଛନ୍ତି, ଆଣ୍ଡ ୟୁ ନୋ ମୋର ଲାଇଫଷ୍ଟାଇଲ୍ ଆଉ ମୋ ଚାଲିଚଳଣି ଦେଖିଲେ ସବୁ ଝିଅମାନେ ଜେଲସ୍ ଫିଲ୍ କରନ୍ତି। ଆଣ୍ଡ ୟୁ ନୋ ମୋତେ ବି ବହୁତ ଖୁସି ଲାଗେ ତମ ଭଳି ଝିଅମାନଙ୍କ ଭଳି ମୋ ପାଖରୁ ଜେଲସ୍ ଫିଲ୍ କରିବା ପାଇଁ। ହେଲେ ନିଜ ଲେଭେଲ୍ କେବେ ବି ଭୁଲିବୁନୁ। ସେଇ ଟାଇମ୍ରେ ନାତାଶା ରାଗିକି କହୁଛନ୍ତି, ଅମ୍ବିକା। ମୁକ୍ତି ସେଇ ଟାଇମ୍ରେ ମୁକ୍ତି କହୁଛନ୍ତି, ନା ଅମ୍ବିକା। ଏଇ ନାଁଟା ଯେମିତି ତୁ କେବେ ବି ନ ଭୁଲୁ। ଅଣ୍ଡରଷ୍ଟାଣ୍ଡ? ୟୁ ବେଟର ଅଣ୍ଡରଷ୍ଟାଣ୍ଡ। ମମ୍, ଏମାନଙ୍କୁ ଆକ୍ଚୁଆଲିରେ କୋଉ ପରିବର୍ତ୍ତନ ପ୍ରୋଜେକ୍ଟ କରିବାର ନାହିଁ। ଖାଲି ଏମାନଙ୍କୁ ମୁକ୍ତି କରିବାର ହିଁ ଅଛି। ସେଇ ଟାଇମ୍ରେ ଗାୟତ୍ରୀ ଦେବୀ ମୁକ୍ତିକୁ କହୁଛନ୍ତି, ଗୋଟେ ମିନିଟ୍ ବେବି, ଆଉ ତମମାନଙ୍କର କ'ଣ ମୁଣ୍ଡ ଖରାପ ହେଇଯାଇଛି କି? ମୁଁ ଅଷ୍ଟ୍ରେଲିଆରୁ ତମମାନଙ୍କ ସହିତ ବିଜନେସ୍ କରିବା ପାଇଁ ମୁଁ ଏଠିକି ଆସିଛି। ଆଉ ତମେମାନେ ଚାହୁଁଛ ମୁଁ ଆଉ ମୋ ଝିଅର ରିଲେସନ୍କୁ ଏଠି ଏକ୍ସପ୍ଲେନ୍ କରିବି? ଆଇ ମିନ୍ ଗାଏସ୍ କ୍ରେଜି? ମୁଁ ପ୍ରୋଜେକ୍ଟ ପରିବର୍ତ୍ତନରେ ଇନଭେଷ୍ଟ କରିଛି। ଆଇ ମିନ୍ ଆଇ ଲିଡ୍ ଇନଭେଷ୍ଟର। ଆଉ ତମେମାନେ କହୁଛ ତମମାନଙ୍କ ଆଗରେ ମୋ ଝିଅର ବାର୍ଥ ସାର୍ଟିଫିକେଟ୍ ଦେଖେଇବି? ଆଇ ରିଏଲି? ମୋର ବହୁତ ବଡ଼ ଭୁଲ ହେଇଯାଇଛି ଯେ ମୁଁ ତମମାନଙ୍କ ପ୍ରୋଜେକ୍ଟରେ ଇନଭେଷ୍ଟ କରିଛି। ବିବେକ, ତମେ ମ୍ୟାନେଜରକୁ ଫୋନ୍ କର। ମୁଁ ଏଇଠି ଆଉ ଏଇ ସାଥେ ପ୍ରୋଜେକ୍ଟ ପରିବର୍ତ୍ତନର ଇନଭେଷ୍ଟ ୱିଡ୍ର କରୁଛି। ଯୋଉମାନେ ମୁକ୍ତି ଆଉ ଅମ୍ବିକା ଭିତରେ କିଛି ଜାଣି ହିଁ ପାରୁନାହାନ୍ତି, କିଛି ପ୍ରୋବ୍ଲେମ୍ ବୁଝି ହିଁ ପାରୁନାହାନ୍ତି, ଆମେ ସେମାନଙ୍କ ସହିତ ଡିଲ୍ କ'ଣ କରିବୁ? ଆମେ ସେଇଥିପାଇଁ ଏଠି ଏ ପ୍ରୋଜେକ୍ଟକୁ ବନ୍ଦ କରୁଛୁ। ସେଇ ଟାଇମ୍ରେ ବିବେକ ଆଉ ମୁକ୍ତି ଆଉ ଗାୟତ୍ରୀ ଦେବୀ ସେ ଜାଗାରୁ ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି, ଏବେ ତ ଗାୟତ୍ରୀ ଦେବୀ ଚାଲି ଯାଉଛନ୍ତି। ଏବେ ମୋ ଆଦିରେ କ'ଣ ହବ? ମୋ ଆଦିର ପ୍ରୋଜେକ୍ଟ କେମିତି ସକ୍ସେସ୍ ହବ? ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ସତରେ ଗାୟତ୍ରୀ ଦେବୀ ଆଦିଙ୍କ ପ୍ରୋଜେକ୍ଟରେ ଇନଭେଷ୍ଟ କରିବେନି? କ'ଣ ସେ ସତରେ ତାଙ୍କ ପ୍ରୋଜେକ୍ଟର ଏମାଉଣ୍ଟକୁ ସେ ୱିଡ୍ରାଲ୍ କରିନେବେ? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ। ଆଉ ତା ପୂର୍ବରୁ ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର କରିବାକୁ ଜମାରୁ ବି ଭୁଲିବେନି। ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଆଉ ଆପଣମାନଙ୍କୁ ମୁକ୍ତିଙ୍କ ଆକ୍ଟିଂ କେମିତି ଲାଗେ? ଆଉ ଆପଣମାନଙ୍କୁ ମୁକ୍ତି ବି କେମିତି ଲାଗେ? ଆମକୁ କମେଣ୍ଟରେ ଜଣାଇବାକୁ ଜମାରୁ ବି ଭୁଲିବେନି। ଆଉ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।